ଲୋକସଭାରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ମନ୍ତବ୍ୟକୁ ନେଇ ହଟ୍ଟଗୋଳ। ମୋଦି କହିଲେ ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି ରାହୁଲ। ଲୋକସଭାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଝଡ଼। ଦେବତା ଧର୍ମଗୁରୁଙ୍କ ଫଟୋ ଧରି ଉଠାଇଲେ ହିନ୍ଦୁତ୍ୱ ପ୍ରସଙ୍ଗ, ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ ଦଳର ନେତା ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ନିଜ ଅଭିଭାଷଣ ସମୟରେ ରାହୁଲ ଗାନ୍ଧୀ ଭଗବାନ ମହାଦେବଙ୍କ ଫଟୋ ଦେଖାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଅଟକାଇଥିଲେ। ବାଚସ୍ପତି କହିଛନ୍ତି ଯେ ଗୃହରେ ଶିବଙ୍କ ଫଟୋ ଦେଖାଇ ପାରିବେ ନାହିଁ। ଏହାକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ହିନ୍ଦୁ ମନ୍ତବ୍ୟକୁ ଗୃହରେ ବିରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ନିଜ ଆସନରେ ଛିଡ଼ା ହୋଇ ରାହୁଲଙ୍କ ହିନ୍ଦୁ ସମାଜକୁ ନେଇ ମନ୍ତବ୍ୟକୁ ବିରୋଧ କରିଥିଲେ। ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗମ୍ଭୀର ପ୍ରସଙ୍ଗ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ମୋଦି। ବ୍ୟୁରୋ ରିପୋର୍ଟ, ଜାଗରଣ 24 ନ୍ୟୁଜ୍।